ନମସ୍କାର, ଜୟ ଜଗନ୍ନାଥ। ତ ସାଙ୍ଗମାନେ ଆପଣମାନଙ୍କୁ ଯେମିତି ମୁଁ କହିଥିଲି କି କାଲି ମୋ ଦେହ ଭଲ ନଥିଲା। ଆଉ କାଲିଠୁ ଆଜି ଯାଏଁ ବି ଦେହ ଭଲ ନାହିଁ। କାଲି ତ ଏତେ ଜ୍ୱର ମାନେ ତା ସହିତ ମୋର ଏଇ ଯେଉଁ ଚେଷ୍ଟ ପେନ୍ ଏଇସବୁ ସାଇଡ଼୍ରେ ହେବା ଷ୍ଟାର୍ଟ ହେଲା, ଏଇ ବେକ ପାଖରେ ସଡନ୍ଲି। ଆଉ ବହୁତ କଷ୍ଟରେ ବି ମୁଁ ମେଡ଼ିକାଲ ଯାଇଥିଲି, ଡକ୍ଟରଙ୍କୁ ଦେଖା କରିଥିଲି। ଆଉ ଡକ୍ଟର ଦେଖି ସାରିଲା ପରେ ମୁଁ ଡକ୍ଟରଙ୍କୁ କହିଲି, ସାର୍ ସିଭିୟର ଏସିଡ଼ିଟି ହେଉଛି। ତ ସାର୍ ମୋତେ ଏଇ ଯେଉଁ ଦେଖନ୍ତୁ ସୁକ୍ରାଫିଲ୍ ଜେଲ୍ ଦେଇଛନ୍ତି, ମାନେ ସିରପ୍ ଦେଇଛନ୍ତି, ତା ସହିତ ପେନ୍ କିଲର୍ ପାଇଁ ମେଡ଼ିସିନ୍ ଦେଇଛନ୍ତି, ଆଉ ଏସିଡ଼ିଟି ପାଇଁ ଟ୍ୟାବଲେଟ୍ ଦେଇଛନ୍ତି। ତ କାଲି ଖାଇସାରିଲା ପରେ ଆଉ ହେଇନି, କିନ୍ତୁ କାଲି ରାତିରେ ଗୋଟେ ବାନ୍ତି ହେଇଯାଇଥିଲା ମୋର। ଖାଲି ପାଣି ପିତ୍ତ ବାନ୍ତି ହେଉଛି, କାହିଁକିନା କାଲି ଦିନ ଯାକ ଖାଇ ନାହିଁ ଠିକ୍ସେ। ଖାଲି ଏମିତି ଜଷ୍ଟ ପେଟିସ୍ ଏମିତି କ'ଣ ଖାଇ ଦେଇଥିଲି। କାଲି ଦିନ ଯାକ ଭାତ ବି ଖାଇନାହିଁ। ବହୁତ କଷ୍ଟରେ ସହିତ କାଲି ଦିନ ଯାକ କଟିଛି। ଆଉ ରାତିରେ ଆସିଲା ବେଳକୁ ପ୍ରବଳ ଝାଳ ବୋହିଲା। ରାତି ଯାକ ମୋତେ ଜ୍ୱର ଆସିନି, ହେଲେ ସକାଳେ ଉଠିଲା ପରେ ମୋର ଏଇସବୁ ଜାଗାରେ ବହୁତ ପେନ୍ ହେଉଛି। ମାନେ ପୁରା ଚେଷ୍ଟ ପେନ୍ ନୁହେଁ, ଏଇ ଜାଗାରେ ଯେଉଁ ହାଡ଼ଟା ଅଛି, ତ ସେଇ ହାଡ଼ ଗୁଡ଼ାର ପେନ୍ କରୁଛି। ବହୁତ ଭଲ ଲାଗୁନି, କେମିତି କ'ଣ ଲାଗୁଛି। ତା ସହିତ ଜ୍ୱର ତ ପ୍ରତିଦିନ ଆସିବ, କାହିଁକିନା ଡିଜିଜ୍ ଫିଭର ଯେହେତୁ, ତେଣୁ ଆଜି ବି ଜ୍ୱର ଆସିବ। ଯାହାହେଲେ ବି ଆସିବ ଜ୍ୱର, ମୁଁ ଆପଣମାନଙ୍କୁ କହୁଛି। ଜ୍ୱର ଡେଲି ଆସିବ, କାହିଁକିନା ମୋତେ ଇଞ୍ଜେକ୍ସନ୍ ନେବା ପାଇଁ ପଡ଼ିବ। ଆଉ ଇଞ୍ଜେକ୍ସନ୍ ନେବା ପାଇଁ ପୂର୍ବରୁ ମୋତେ ମୋର କାଟି ସେଲ୍ ଯେଉଁ ଥେରାପି ହେବ, ତା'ର ଯେଉଁ ଟି ସେଲ୍ଟା ବାହାର କରାହେବ। ତେଣୁ ପଇସା ପତ୍ର ବି ପ୍ରୋବ୍ଲେମ୍ ହେଉଛି। ଟି ସେଲ୍ ବାହାର କରିଦେବି, କିନ୍ତୁ ଜଲ୍ଦି କରିବା ପାଇଁ ପଡ଼ିବ, ଡକ୍ଟର କହିଲେ। କାହିଁକିନା ମୋ ଡିଜିଜ୍ ବଢ଼ୁଛି। କେବଳ ପଇସା ପାଇଁ ମୁଁ ଅଟକିକି ଅଛି। ତେଣୁ ଆପଣମାନେ ପ୍ଲିଜ୍ ମୋତେ ସାହାଯ୍ୟ କରନ୍ତୁ, କାହିଁକିନା ମୁଁ ଦେହ ଖରାପ ପାଇଁ ମୁଁ ଗୋଟେ ମାସ ହେଲା ଜ୍ୱରରେ ପଡ଼ିଛି। ତ ସେଇଥିପାଇଁ ମୁଁ ଆପଣମାନଙ୍କୁ ଆଉ କହିପାରୁନି କି ମୋତେ କିଛି ହେଲ୍ପ କରନ୍ତୁ ବୋଲି। ଆପଣମାନେ କିଛି ମାତ୍ରାରେ ମୋତେ ହେଲ୍ପ କରିଥିଲେ, ତ ଆପଣମାନେ ଯଦି ହେଲ୍ପ ନ କରିବେ ହୁଏତ ମୁଁ ବଞ୍ଚିପାରିବିନି, କାହିଁକିନା ମୁଁ ମିଡ଼ିଲ୍ କ୍ଲାସ୍ର ପିଲା। ତ ମୋ ପାଖରେ ଏତେ ଟଙ୍କା କେଉଁଠୁ ଆସିବ, କାହିଁକିନା ଏଇଟା ହେଉଛି ମୋ ଲାଷ୍ଟ ଟ୍ରିଟମେଣ୍ଟ। ଆଉ ଏଇ ଟ୍ରିଟମେଣ୍ଟ ଯଦି ନ କରିପାରିଲେ ତାହେଲେ ମୋ ମୃତ୍ୟୁ ସୁନିଶ୍ଚିତ। ଆପଣମାନେ ଚାହିଁଲେ ବି ମାରିକି ଦେଖିପାରିବେ, ସମସ୍ତଙ୍କୁ ପଚାରିପାରିବେ। ତ ଦେଖାଯାଉ କ'ଣ ହେଉଛି। ଏଯାଏଁ ତ ଭଲ ଅଛି, ଜ୍ୱର ଆସିନାହିଁ। ଦେଖିବା ମେଡ଼ିସିନ ଗୁଡ଼ାକ ଖାଇକି ଟିକେ ଭଲ ହେଇକି ରେଷ୍ଟ ନେବି। ତ ଆପଣମାନେ ଭଗବାନ ପାଖରେ ପ୍ରାର୍ଥନା କରିଥାନ୍ତୁ, ଆଉ ମୋତେ ବ୍ଲେସିଂସ୍ କରିଥାନ୍ତୁ। ଧନ୍ୟବାଦ।